ମୁଁ ହେଲି ବ୍ରହ୍ମାନନ୍ଦ ପରିଡ଼ା, ସମ୍ପାଦକ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ। ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ ହେଉଛି ଆମର ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଅଧୀନସ୍ଥ ଏକ ଶୀର୍ଷ ସମବାୟ ଅନୁଷ୍ଠାନ। ଏହି ଅନୁଷ୍ଠାନର କାର୍ଯ୍ୟ ହେଉଛି ସମବାୟ ଶିକ୍ଷା, ସମବାୟ ତାଲିମ ଏବଂ ସମବାୟର ପ୍ରଚାର ପ୍ରସାର କାର୍ଯ୍ୟ କରିବା। ଆପଣ ଜାଣିଥିବେ 1848 ମସିହାରେ ଆମର ବିଶ୍ୱର ପ୍ରଥମ ସମବାୟ ସଂସ୍ଥା ଗଠନ କରାଯାଇଥିଲା। ଆମର ଇଂଲଣ୍ଡର ମ୍ୟାକଡେଲ୍ ରକଡେଲ୍ ଅଛି ଜାଗା, ଇଂଲଣ୍ଡର ରକଡେଲ୍ ଠାରେ ଆମର ନଥିବା ଶ୍ରେଣୀର କିଛି ଲୋକ ତାଙ୍କର ଆର୍ଥିକ ସୁବିଧା ପାଇଁ ଏବଂ ଥିଲାବାଲାଙ୍କ ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ସମବାୟ ସମିତି ଗଠନ କରିଥିଲେ। ଆଜି 1848ର ଯେଉଁ ସମବାୟ ଆନ୍ଦୋଳନ ବା ପ୍ରଥମ ଆନ୍ଦୋଳନ ସଂସ୍ଥା ଗଠନ ହୋଇଥିଲା ସମବାୟର, ତାହା ଆଜି ଆମେ ପହଞ୍ଚିଲାଣି 2025ରେ ଏବଂ ଭାରତବର୍ଷରେ ବିଭିନ୍ନ ସମୟରେ ଆମର ସମବାୟ ସଂସ୍ଥାମାନ ଗଠନ କରାଗଲା। ପ୍ରାୟ ସେହି ଅଷ୍ଟାଦଶ ଶତାବ୍ଦୀରେ ଆମର ଉତ୍କଳ ଗୌରବ ଯେ ମଧୁସୂଦନ ଦାସ, ସେ ସର୍ବପ୍ରଥମେ ଓଡ଼ିଶାରେ 1998 ମସିହାରେ ଜୁଲାଇ ମାସ 11 ତାରିଖରେ ଓଡ଼ିଶାର ପ୍ରଥମ ସମବାୟ ଅନୁଷ୍ଠାନ ଗଠନ କରିଥିଲେ। ତାହା ଥିଲା କଟକ କଞ୍ଜୁମର ଷ୍ଟୋର ବା କଟକ ଖାଉଟି ସମବାୟ ଭଣ୍ଡାର। ଇଏ ଥିଲା ମଧୁବାବୁଙ୍କର ପ୍ରଥମ ସମବାୟ ଅନୁଷ୍ଠାନ ଏବଂ ଓଡ଼ିଶାର ପ୍ରଥମ ସମବାୟ ସମିତି। କାରଣ ମଧୁବାବୁ ଯେତେବେଳେ ଇଂଲଣ୍ଡରୁ ଫେରିଲେ, ସେ ଯେଉଁ କୋଅପରେଟିଭର କନସେପ୍ଟ ନେଇକରି ଆସିଥିଲେ, ସେହି କନସେପ୍ଟ ଅନୁସାରେ ସେ ପ୍ରଥମେ ସମବାୟ ସଂସ୍ଥାଟିଏ ଗଠନ କରେ। ତାପରେ 1903 ମସିହାରେ ତାଙ୍କ ନେତୃତ୍ୱରେ ବାଙ୍କିରେ 3ଗୋଟି କ୍ରେଡିଟ୍ ସମବାୟ ସମିତି ବା ଋଣ ସମବାୟ ସମିତି ଗଠନ କରାଗଲା। 1904ରେ ଭାରତ ସରକାର ଆଇନଗତ ଭାବରେ ସମବାୟ ଯେତେବେଳେ ଆଣିଲେ ଆଇନ, ସେ 1904ର ସମବାୟ ଆଇନ ହେଉଛି ଆମର ପ୍ରଥମ ସମବାୟ ଆଇନ ଏବଂ ତାପରେ ପରେ ଆମର ପ୍ରତ୍ୟେକ ରାଜ୍ୟ ସରକାର ତାଙ୍କର ଗୋଟିଏ ସମବାୟ ସମିତି ଆଇନ ଗଠନ କଲେ। ଏବଂ ଯେହେତୁ ଉତ୍କଳ ଗୌରବ ମଧୁସୂଦନ ଦାସ ଆମର ହେଉଛନ୍ତି ସମବାୟ ସଂସ୍ଥା ଗଠନ କରିବାର ପ୍ରଥମ ବ୍ୟକ୍ତି, ସେ ତ ସବୁଥିରେ ପ୍ରଥମ ଥିଲେ ଏବଂ ସମବାୟରେ ପ୍ରଥମେ ଥିଲେ ବୋଲି ଆମେ ଯେତେବେଳେ ବିଭିନ୍ନ ତାଙ୍କର ଡାଟା କଲେକ୍ସନ୍ କଲୁ ଏବଂ ମ୍ୟାଗାଜିନ୍ ପତ୍ରପତ୍ରିକା ସବୁଠାରୁ କଲେକ୍ସନ୍ କରି ଜାଣିଲୁ ଯେ ସମବାୟ ଓଡ଼ିଶାର ସମବାୟ ଆନ୍ଦୋଳନର ଆଦ୍ୟ ପ୍ରବର୍ତ୍ତକ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ। ତେଣୁ ତାଙ୍କୁ ଆମେ ସେଥିପାଇଁ ସମବାୟ ଆନ୍ଦୋଳନର ଜନକ ବା ଆଦ୍ୟ ପ୍ରବର୍ତ୍ତକ ହିସାବରେ ଆମେ ତାଙ୍କୁ ଗ୍ରହଣ କରି ଆସିଛୁ। 1898 ପରେ 1904 ପରେ ଏବଂ 1900 ଠାରୁ 2004 ପର୍ଯ୍ୟନ୍ତ ଯେତେବେଳେ ସମବାୟ ଶତବାର୍ଷିକୀ ପାଳନ ଆମେ କରୁଥିଲେ, ସେହି 2004 ବର୍ଷରେ ଆମେ ମଧୁବାବୁଙ୍କୁ ଆଦ୍ୟ ପ୍ରବର୍ତ୍ତକ ଭାବେ ସମବାୟ ସଂସ୍ଥାର ବା ସମବାୟ ଆନ୍ଦୋଳନର ଆଖ୍ୟା ଦେଲୁ। ଏବଂ ଉତ୍କଳ ଗୌରବ ମଧୁସୂଦନ ଦାସ ଯେହେତୁ ଗୋଟେ ବିରାଟ, ସେ ହେଉଛନ୍ତି ଗୋଟିଏ ଆଦର୍ଶ ଏବଂ ଗୋଟେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ତାଙ୍କର, ସେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ପ୍ରତ୍ୟେକ ସ୍ତରରେ ଓଡ଼ିଶାର ପ୍ରତ୍ୟେକ ସ୍ତରରେ ସେ ଯେତେବେଳେ ପ୍ରଥମ ଥିଲେ, ସମବାୟ ଆନ୍ଦୋଳନ କ୍ଷେତ୍ରରେ ମଧ୍ୟ ପ୍ରଥମ ଥିଲେ। ତେଣୁ ତାଙ୍କୁ ଆମେ ବିଭିନ୍ନ ସ୍ତରରେ ମଧ୍ୟ ଆମେ ଫୋରମରେ ଦାବି କରିଛୁ ଏବଂ ତା ସହିତ ମଧ୍ୟ ଆମେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଏଇଟା ପ୍ରସ୍ତାବ ରଖାଯାଇଛି ଯେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଆମେ ସେଇଭଳି ଭାବରେ ତାଙ୍କୁ ଆମେ କ'ଣ କରିବା, ଯେଉଁଟାକୁ ଆମେ ତାଙ୍କୁ ସମ୍ମାନିତ କରିବା। ସେ ସମ୍ମାନିତ କରିବା ପାଇଁ ଆମର ଭାରତ ରତ୍ନ ହେଉ ବା ଯେକୌଣସି ପ୍ରକାର ଭାରତ ସରକାରଙ୍କର ଯାହା ଯାହା ସବୁ ରହିଛି ପୁରସ୍କାର, ସେଥିରେ ଆମେ ଉତ୍କଳ ଗୌରବଙ୍କୁ ସ୍ଥାନିତ କରିବା ପାଇଁ ଆମେ ବିଭିନ୍ନ ସମୟରେ ବିଭିନ୍ନ ଫୋରମରେ ପ୍ରସ୍ତାବ ରଖିଛୁ। ଏବଂ ସମବାୟ ସପ୍ତାହ 1953 ମସିହାରୁ ଆରମ୍ଭ ହୋଇଛି। ଆଜି ଆମେ ତା'ର 72 ବର୍ଷ ବୟସରେ ପହଞ୍ଚିଛେ। ଆଉ ଏ ସମବାୟ ସପ୍ତାହ ହେଉଛି ଆମର ଅତୀତର ତ୍ରୁଟିକୁ ସଂଶୋଧନ କରି ଭବିଷ୍ୟତ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରିବା। କାରଣ ସମବାୟ ସଂସ୍ଥା ଗୁଡ଼ିକ ହେଉଛନ୍ତି ସଭ୍ୟମାନଙ୍କ ଦ୍ୱାରା ଏବଂ ସଭ୍ୟମାନଙ୍କ ପାଇଁ। ତେଣୁ ସଭ୍ୟମାନେ କିଭଳି ଭାବରେ ସମବାୟ ସଂସ୍ଥାରୁ ଭଲ ସେବା ପାଇପାରିବେ, ତାର ପ୍ରଚାର ପ୍ରସାର ଆମେ କରିବୁ। କାହିଁକି ନା ରାଜ୍ୟ ସରକାର ସମବାୟ ବିଭାଗ ମାଧ୍ୟମରେ ଯାହା ଯାହା ଯୋଜନା ସବୁ କରୁଛନ୍ତି, ଯେଉଁ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି, ତାକୁ କାର୍ଯ୍ୟକାରୀ କରିବା ପାଇଁ ଆମେ ପ୍ରଚାର ପ୍ରସାର ମାଧ୍ୟମରେ ସମବାୟ ଅନୁଷ୍ଠାନ ସହିତ ଜଡ଼ିତ ସଭ୍ୟମାନଙ୍କୁ, ଜନସାଧାରଣଙ୍କୁ ଏବଂ ତୃଣମୂଳ ସ୍ତରରେ ରହିଥିବା ଗରିବ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସଦାସର୍ବଦା ଚେଷ୍ଟା କରି ଆସିଛୁ। କାରଣ ସଭ୍ୟ ହେଉଛି ସମବାୟର ମାଲିକ, ତାର ଉନ୍ନତି ହେଲେ, ତାର ବିକାଶ ହେଲେ, ତାର ଆର୍ଥିକ ବିକାଶ ହେଲେ ଆମ ସମବାୟ ଆନ୍ଦୋଳନ ସୁଫଳ ହୋଇଛି ବୋଲି ଆମେ ଜାଣିବା। ସମବାୟ ସଂସ୍ଥା ଗୁଡ଼ିକ ସରକାରଙ୍କ ଆଇନ ଦ୍ୱାରା ପଞ୍ଜୀକୃତ। ଯେତେବେଳେ ଦେଖାଗଲା ଭାରତବର୍ଷରେ, ସମଗ୍ର ଭାରତବର୍ଷରେ ବିଭିନ୍ନ ସମବାୟ ସମିତି ଗୁଡ଼ିକର ରାଜନୈତିକ ହସ୍ତକ୍ଷେପ ହେଲା,
तेणु ताकू विचार को नहीं आमर राजनैतिक व्यक्तिविशेष एवं समवायविद एवं योजनाविद ता सहित सरकार मध्य चिंता कले गोटे गोटे प्रति स्टेट्रे गोटे गोटे पारालाल समवाय समिति तैयारी करबा पाई अर्थात समांतरल समवाय आईन गोटे सरकार कंट्रोल रे आ गोटे हूँ मेम्बर कंट्रोल रे जो गोटाक मेम्बर कंट्रोल रे रहिला से सरकार कौन प्रकार हस्तक्षेप नथिला एवं सेथिपाई प्रत्येक राज्य तो हो पार नाला आमर प्राय भारत वर्षर केतक राज्य गोटे गोटे समांतरल समवाय आईन करागला एवं आंध्र प्रदेश रे एटा करा जायतिला ओडिशा रे करा जायतिला कर्नाटक रे करा जायछि जम्मू काश्मीर रे करा जायछि आपनकर तमिलनाडु रे करा जायछि एमती विभिन्न स्टेट रे आमर गोटे समांतरल समवाय आईन करागला जोटा हला मेंबर कंट्रोल आईन आमर ओडिशा रे ता ना थिला सेल्फ हेल्प कोऑपरेटिव एक्ट स्वयं सहायक समवाय आईन 2001 एवं जेते बेले देखा गला 2001 स्वयं सहायक समवाय आईन रे अनेक गुड़िए सोसाइटी बा समवाय समिति गुड़िक विभिन्न प्रकार क्रेडिट बिजनेस माध्यम लोक मानू हैरान हरकत कले एवं अर्थ तोषरपात करागला एवं ता उपरे जेहेतु सरकार कंट्रोल नथिला सरकार केवल रेजिस्ट्रेशन देउथिले तेणु ताहाकू 2011 मसीह वर्तमान से आईन टी उठे दि जाइए ओडिशारू वर्तमान केवल सरकार द्वारा कंट्रोल जो ओडिशा समवाय समिति आईन 1962 रखा जाइए यही प्रकार वर्तमान समवाय समिति गुड़िक कार्य करुछंती। विभागीय मंत्री आसथिले कोन प्रतिश्रुति देले विभागीय मंत्रींकर सबुठारु बड़ प्रतिश्रुति थिला सरकार बा राज्य सरकार बा समवाय विभाग जो जो जनहितकर कार्य लोक मानक पई करूची समवाय संस्थार सभ्य मानक पाखरे करूची से सभ्य मानक पाखरे सरकारंकर वार्ता बा सरकार कौन कौन कार्यक्रम करूचंती तार सुफलता किभଳି भाबरे जनसाधारण पाई परिबे एवं सभ्य माने पाई परिबे सेथिपाई ओडिशा राज्य समवाय यूनियन एवं समवाय विभाग प्रचार प्रसार सहित विभिन्न प्रकार कार्यक्रम करी पथप्रांत नाटक हो बा आपणकर विभिन्न प्रकार लेखा माध्यम रे हो बा दूरदर्शन माध्यम रे हो बा सोसाइटी ग्राम स्तर बा तृणमूल स्तर प्रत्येक समवाय समिति रे एक आलोचना चक्र करी राज्य सरकार समवाय विभाग नेउथिबा समस्त जनहितकर पदक्षेप को से जणाइदेले से तार सुफल पाइबा सहज हेबो कारण तृणमूल स्तर लोकटी सबुठारु निम्न स्तर रे बा दरिद्र स्तर रे बा सबुठारु तल स्तर रे थिबा लोकटी जदि सरकार सुविधा पाई पारिला ताहले ता हेबो वास्तव होउची समवाय आंदोलन सुफल ए थिला आज आमर जो समवाय सप्ताह आरंभ दिवस रे मान्यवर समवाय मंत्री श्रीजुक्त प्रदीप बल सामंत एवं आमर विभागीय सचिव श्रीजुक्त राजेश प्रभाकर पाटिल ये थिला आमर जनमानस को वार्ता।